ପିଲାମାନେ ମୁଁ ରେଡି ଚୁନାକୁ ତୁମମାନଙ୍କୁ ପୁଣି ସ୍ୱାଗତ କରୁଛି। ତ ଆଜିର ଭିଡ଼ିଓରେ ଆମେ ଷଷ୍ଠ ଶ୍ରେଣୀ ଇତିହାସ ବହିର 5 ନମ୍ବର ଅଧ୍ୟାୟ ବିଭିନ୍ନ ଜୀବନ ଧାରଣ ପ୍ରଣାଳୀ ବିଷୟରେ ତାର ପାଠର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତ ଚ୍ୟାନେଲରେ ପ୍ରଥମ ଥର ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଓ ଲାଇକ୍ କରିବା ସହିତ ନିଜ ସାଙ୍ଗମାନଙ୍କ ପାଖକୁ ସେୟାର କରିଦିଅ। ତ ଚାଲ ଭିଡ଼ିଓକୁ ଆରମ୍ଭ କରିବା। ପ୍ରଥମେ ଦେଇଛି ଗୋଟେ କିମ୍ବା ଦୁଇଟି ବାକ୍ୟରେ ଉତ୍ତର ଲେଖ। କହିଦେଇଛି ବେଦର ଅନ୍ୟ ନାମ କ'ଣ? ଉତ୍ତର ବେଦର ଅନ୍ୟ ନାମ ହେଉଛି ଶ୍ରୁତି। କାହିଁକି ଶ୍ରୁତି କାହିଁକି ଦେଇଛି? ଶ୍ରୁତିର ଅର୍ଥ ଶୁଣିବା। ତ ଆଗକାଳରେ କ'ଣ ହେଉଥିଲା, ମୁନି ଋଷିମାନେ ତାଙ୍କର ଶିଷ୍ୟମାନଙ୍କୁ ପାଠ କରି ବା ଶୁଣାଉଥିଲେ ଓ ସେମାନେ ତାଙ୍କୁ ଶୁଣି କରି ମନେ ରଖୁଥିଲେ। ସେଥିପାଇଁ ବେଦକୁ ଶ୍ରୁତି ବୋଲି କୁହାଯାଇଛି। ପ୍ରଶ୍ନ ନମ୍ବର ଖରେ ଦେଇଛି ଚାରୋଟି ବେଦର ନାମ ଲେଖ। ଉତ୍ତର ହୋଇଯିବ ଚାରୋଟି ବେଦର ନାମ ହେଲା ଋଗ୍ବେଦ, ସାମବେଦ, ଯଜୁର୍ବେଦ ଓ ଅଥର୍ବ ବେଦ। ଋକ୍, ସାମ, ଯଜୁ, ଅଥର୍ବ। ପ୍ରଶ୍ନ ନମ୍ବର କେଉଁ ବେଦରେ ଗୁଣି, ଗାରେଡ଼ି ଆଦି ରହିଛି? ଉତ୍ତର ହୋଇଯିବ ଅଥର୍ବ ବେଦରେ ଗୁଣି, ଗାରେଡ଼ି ଆଦି ରହିଛି। ପ୍ରଶ୍ନ ଯଦି ପଡ଼ିବ ତୁମେ ଲେଖିବ ଅଥର୍ବ ବେଦରେ ଗୁଣି, ଗାରେଡ଼ି ବିଷୟରେ ଉଲ୍ଲେଖ କରାଯାଇଛି। ପ୍ରଶ୍ନ ନମ୍ବର ଜୈନ ଓ ବିଶ୍ୱର ଅର୍ଥ କ'ଣ? ଆର୍ଯ୍ୟମାନଙ୍କର ଦଳରେ ଥିବା ସମସ୍ତ ଲୋକଙ୍କୁ ଜୈନ କୁହାଯାଉଥିଲା। ଉତ୍ତର ଲେଖିବ ଆର୍ଯ୍ୟମାନଙ୍କ ଦଳରେ ଥିବା ଲୋକମାନଙ୍କୁ ଜୈନ କୁହାଯାଉଥିଲା। ଦଳର କେତେକ ସଂଗଠନକୁ ବିଶ କୁହାଯାଉଥିଲା ଓ ଜୈନର କେତେକ ସଂଗଠନକୁ ବିଶ ବୋଲି କୁହାଯାଉଥିଲା। ପ୍ରଶ୍ନ ନମ୍ବର ଦେଇଛି ଯଜ୍ଞାନୁଷ୍ଠାନରେ କେଉଁ ପଦାର୍ଥ ବ୍ୟବହାର କରାଯାଉଥିଲା? ଉତ୍ତର ହୋଇଯିବ ଯଜ୍ଞାନୁଷ୍ଠାନରେ ଘିଅ, ଦୁଧ ଆଦି ପଦାର୍ଥ ବ୍ୟବହୃତ ହେଉଥିଲା। କ'ଣ? ଘିଅ ଓ ଦୁଧ ବ୍ୟବହାର ହେଉଥିଲା କେଉଁଥିରେ? ଯଜ୍ଞରେ। ପ୍ରଶ୍ନ ନମ୍ବର ଋଗ୍ବେଦରେ ମନ୍ତ୍ରଗୁଡ଼ିକ କେଉଁ ଅଞ୍ଚଳରେ ରଚନା କରାଯାଇଥିଲା? ଋଗ୍ବେଦର ମନ୍ତ୍ରଗୁଡ଼ିକ କେଉଁଠାରେ ରଚନା କରାଯାଇଥିଲା? ଉତ୍ତର ଋଗ୍ବେଦର ମନ୍ତ୍ରଗୁଡ଼ିକ ପଞ୍ଜାବ ଅଞ୍ଚଳରେ ରଚନା କରାଯାଇଥିଲା। କେଉଁ ଅଞ୍ଚଳରେ? ପଞ୍ଜାବ ଅଞ୍ଚଳରେ ରଚନା କରାଯାଇଥିଲା। ପ୍ରଶ୍ନ ନମ୍ବର 6ରେ ଦେଇଛି ପରବର୍ତ୍ତୀ ବୈଦିକ ଯୁଗର ସମୟ ଲେଖ। ପରବର୍ତ୍ତୀ ବୈଦିକ ଯୁଗର ସମୟ ସୀମା କେତେ? ଉତ୍ତର ପରବର୍ତ୍ତୀ ବୈଦିକ ଯୁଗର ସମୟ ସୀମା ଖ୍ରୀଷ୍ଟପୂର୍ବ 1000ରୁ 600 ମସିହା ମଧ୍ୟରେ ଥିଲା। କେତେ? ଖ୍ରୀଷ୍ଟପୂର୍ବ 1000ରୁ 600 ମଧ୍ୟରେ ସମୟ ଥିଲା। ଇନାମ ଗାଁଠାରେ କେଉଁ ସଭ୍ୟତା ଆବିଷ୍କାର କରାଯାଇଛି? ଇନାମ ଗାଁରେ କେଉଁ ସଭ୍ୟତା ଆବିଷ୍କାର କରାଯାଇଛି? ଉତ୍ତର ଇନାମ ଗାଁଠାରେ ବୈଦିକ ଯୁଗର ସମସାମୟିକ ତାମ୍ରପ୍ରସ୍ତର ଯୁଗର ସଭ୍ୟତା ଆବିଷ୍କୃତ କରାଯାଇଛି। କେଉଁ ଯୁଗର? ତାମ୍ରପ୍ରସ୍ତର ଯୁଗର ଆବିଷ୍କାର କରାଯାଇଛି। ପ୍ରଶ୍ନ ନମ୍ବର କୃଷ୍ଣ ଆୟୁଷର ଅର୍ଥ କ'ଣ? ଉତ୍ତର କୃଷ୍ଣ ଆୟୁଷର ଅର୍ଥ ଲୁହା। ଲୁହାକୁ କୃଷ୍ଣ ଆୟୁଷ କୁହାଯାଉଥିଲା। ପ୍ରଶ୍ନ ନମ୍ବର 2ରେ ଦେଇଛି ସଂକ୍ଷେପରେ ଉତ୍ତର ଦିଅ। 2ର ଦେଇଛି 4 ଗୋଟି ବେଦରେ କ'ଣ ସବୁ ଲେଖାଯାଇଛି ଲେଖ। ତ 4ଟି ବେଦ ଆମେ ପଢ଼ିଲା ଋଗ୍ବେଦ, ସାମବେଦ, ଯଜୁ ଓ ଅଥର୍ବ ବେଦ। ତ ତାର ସେହି 4ଟି ବେଦରେ କେଉଁ ବେଦରେ କ'ଣ ଲେଖାଯାଇଛି ତାହା କୁହ। ଋଗ୍ବେଦରେ ଇନ୍ଦ୍ର, ବରୁଣ, ଅଗ୍ନି, ମିତ୍ର ଆଦି ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରାଯାଇଛି। ତ ଋଗ୍ବେଦରେ ଲେଖିବ ଇନ୍ଦ୍ର, ବରୁଣ, ଅଗ୍ନି, ମିତ୍ର ଆଦି ଦେବତାଙ୍କ ବିଷୟରେ ଲେଖାଯାଇଛି। ଓ ସାମବେଦରେ ଅନେକ ସଙ୍ଗୀତମୟ ପ୍ରାର୍ଥନା ରହିଛି ଓ ସାମବେଦରେ ଅନେକ ସଙ୍ଗୀତ ରଚନା କରାଯାଇଛି। ଯଜୁର୍ବେଦରେ ଧର୍ମ ଓ ପୂଜାର କର୍ମ ପଦ୍ଧତି ରହିଛି ଓ ଯଜୁର୍ବେଦରେ ପୂଜାର କର୍ମ ପଦ୍ଧତି କ'ଣ କରାଯିବ ସେ ବିଷୟରେ ଲେଖାଯାଇଛି। ଅଥର୍ବ ବେଦରେ ଭୂତପ୍ରେତ ଦୂର କରିବା ପାଇଁ ମନ୍ତ୍ର, ଗୁଣି ଓ ଗାରେଡ଼ି ରହିଛି। ତ ଅଥର୍ବ ବେଦରେ କ'ଣ ରହିଛି? ମନ୍ତ୍ର, ଗୁଣି, ଗାରେଡ଼ି। ତ ଭୂତପ୍ରେତକୁ ଦୂର କରିବା ପାଇଁ ଯେଉଁ ମନ୍ତ୍ର, ଗୁଣି, ଗାରେଡ଼ି ଦରକାର ହୁଏ ତାହା ସେଥିରେ ରଚନା କରାଯାଇଛି। ପ୍ରଶ୍ନ ନମ୍ବର ଋଗ୍ବେଦୀୟ ସଭ୍ୟତାର ଶାସନ ବ୍ୟବସ୍ଥା ବିଷୟରେ ଲେଖ। ଉତ୍ତର ହୋଇଯିବ ଋଗ୍ବେଦୀୟ ସଭ୍ୟତାରେ ଦଳରେ ଥିବା ସମସ୍ତ ଲୋକଙ୍କୁ ଜୈନ କୁହାଯାଉଥିଲା। ତ ଜୈନ କାହାକୁ କୁହାଯାଉଥିଲା ବୋଲି ପ୍ରଶ୍ନ ଆସିଲେ ତୁମେ ଲେଖିବ ଋଗ୍ବେଦୀୟ ସଭ୍ୟତାରେ ଦଳରେ ଥିବା ସମସ୍ତ ଲୋକଙ୍କୁ ଜୈନ ବୋଲି କୁହାଯାଉଥିଲା ବୋଲି ଲେଖିବ। ଦଳର କେତେକ ସଂଗଠନକୁ ବିଶ କୁହାଯାଉଥିଲା ଓ ବିଶ କହିଲେ ଦଳର କେତେକ ସଂଗଠନକୁ ବୁଝାଏ। ଦଳର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତିଙ୍କୁ ରାଜନ କୁହାଯାଉଥିଲା ବା ରାଜା କୁହାଯାଉଥିଲା। ରାଜାକୁ ମଧ୍ୟ ରାଜନ କୁହାଯାଏ। ତ ଦଳର ସମସ୍ତ କ୍ଷମତାଶାଳୀ ବା ଶକ୍ତିଶାଳୀ ବ୍ୟକ୍ତିଙ୍କୁ ରାଜନ କୁହାଯାଉଥିଲା। ସେ ସମୟର ମୁଖ୍ୟ ଶାସନ ବ୍ୟବସ୍ଥା ଥିଲା ରାଜତନ୍ତ୍ର ଏବଂ ରାଜା କ୍ଷୁବ୍ଧମତାଶାଳୀ ଥିଲେ। ସେ ସମୟରେ କ'ଣ ଥିଲା? ରାଜ୍ୟ କ୍ଷମତାଶାଳୀ ବ୍ୟକ୍ତି କିଏ ଥିଲେ? ରାଜା ଥିଲେ। ରାଜାଙ୍କ ହାତରେ ସମସ୍ତ କ୍ଷମତା ଶାସନ ଥିଲା। କେତେଗୁଡ଼ିଏ ପରିବାର ବା କୁଳକୁ ନେଇ ଗ୍ରାମର ସୃଷ୍ଟି ହୋଇଥିଲା। ତ କେତେକ ପରିବାରକୁ ନେଇକରି ଗ୍ରାମ ସୃଷ୍ଟି ହୋଇଥିଲା।
ପରିବାରର ମୁଖ୍ୟଙ୍କୁ କୁଳପ ବା ଗ୍ରାମର ମୁଖ୍ୟଙ୍କୁ ପ୍ରଜାପତି ବା ଗ୍ରାମୀଣ କହିଥିଲା। ତ ପରିବାରର ମୁଖ୍ୟଙ୍କୁ କ'ଣ କହିଥିଲା? କୁଳପ ବା କୁଳପତି ମଧ୍ୟ କୁହାଯାଏ ଓ ଗ୍ରାମର ମୁଖ୍ୟଙ୍କୁ ବ୍ରଜପତି ବା ଗ୍ରାମୀଣ କୁହାଯାଉଥିଲା। ବର୍ତ୍ତମାନ ଆମେ ପ୍ରଶ୍ନ ନମ୍ବର ଗକୁ। ପ୍ରଶ୍ନ ନମ୍ବର ଗ ଦେଇଛି ବୈଦିକ ଯୁଗର ନାରୀମାନଙ୍କ ସ୍ଥାନ ନିରୂପଣ କର। ତ ବୈଦିକ ଯୁଗରେ ନାରୀମାନଙ୍କର ସ୍ଥାନ କିପରି ଥିଲା? ଉତ୍ତର, ବୈଦିକ ଯୁଗରେ ନାରୀମାନଙ୍କ ସ୍ଥାନ ଅତ୍ୟନ୍ତ ଉଚ୍ଚରେ ଥିଲା। ତ ବୈଦିକ ଯୁଗରେ ନାରୀମାନଙ୍କ ସ୍ଥାନ ଉଚ୍ଚରେ ଥିଲା। ନାରୀମାନେ ପୁରୁଷମାନଙ୍କ ସହିତ ବିଭିନ୍ନ କାର୍ଯ୍ୟ ଯାଗଯଜ୍ଞରେ ଯୋଗ ଦେଉଥିଲେ ଓ ପୁରୁଷମାନେ କ'ଣ କରୁଥିଲେ? ନାରୀମାନେ କ'ଣ କରୁଥିଲେ? ପୁରୁଷମାନଙ୍କ ସହିତ ସମାନ କ୍ଷମତା ଥିଲା। ସେମାନେ ପୁରୁଷମାନଙ୍କ ପରି କାର୍ଯ୍ୟ କରିପାରୁଥିଲେ। ପୁରୁଷମାନେ ଯେପରି ଯଜ୍ଞରେ ଓ ଅନ୍ୟାନ୍ୟ କାର୍ଯ୍ୟରେ ବାହାରେ କରୁଥିଲେ, ସେହିପରି ନାରୀମାନେ ମଧ୍ୟ ପୁରୁଷମାନଙ୍କ ସହିତ ସମାନ କାର୍ଯ୍ୟ କରୁଥିଲେ, ଯାଗଯଜ୍ଞରେ ଯୋଗ ଦେଉଥିଲେ। ଲୋପାମୁଦ୍ରା, ଘୋଷ ଆଦି ନାରୀମାନେ ବୈଦିକ ମନ୍ତ୍ର ରଚନା କରିଥିଲେ। ତ କେଉଁମାନେ ବୈଦିକ ମନ୍ତ୍ର ରଚନା କରିଥିଲେ? ପ୍ରଶ୍ନ ସେ ଲେଖିବ ଲୋପାମୁଦ୍ରା, ଘୋଷ ଆଦି ନାରୀମାନେ ବୈଦିକ ମନ୍ତ୍ର ରଚନା କରିଥିଲେ। ପ୍ରଶ୍ନ ନମ୍ବର ଘ। ପ୍ରଶ୍ନ ନମ୍ବର ଘ ଦେଇଛି ବୈଦିକ ସଭ୍ୟତାର ଧର୍ମ ସମ୍ବନ୍ଧରେ ଲେଖ। ସେ ସମୟରେ ଧର୍ମ କିପରି ଥିଲା? ଉତ୍ତର ହୋଇଯିବ ବୈଦିକ ସଭ୍ୟତାର ଲୋକମାନେ ପ୍ରକୃତିର ବିଭିନ୍ନ ଶକ୍ତିକୁ ପୂଜା କରୁଥିଲେ। ଦୃଶ୍ୟାବଳୀ ପଛରେ ଯେ ଦେବତାମାନଙ୍କର ସତ୍ତା ଅଛି, ଏ ପ୍ରକାର ଧାରଣା ଓ ବିଶ୍ୱାସ ସେମାନଙ୍କର ଥିଲା। ତ ବୈଦିକ ସଭ୍ୟତାରେ କ'ଣ ଥିଲେ? ଲୋକମାନେ ପ୍ରକୃତିକୁ ପୂଜା କରୁଥିଲେ। ସେମାନେ ଉଷା, ସୂର୍ଯ୍ୟ, ଅଗ୍ନି, ବରୁଣ, ଇନ୍ଦ୍ର ଆଦି ଦେବତାମାନଙ୍କୁ ଉପାସନା କରୁଥିଲେ। ପୃଥିବୀକୁ ମାତୃଦେବୀ ରୂପେ ପୂଜା କରୁଥିଲେ। ତ ସେମାନେ ପ୍ରକୃତିର ବିଭିନ୍ନ ଉପାଦାନ ଯଥା ସୂର୍ଯ୍ୟକୁ, ଉଷାକୁ, ଅଗ୍ନିକୁ, ବରୁଣ, ଇନ୍ଦ୍ର ଆଦି ଦେବତାମାନଙ୍କୁ ପୂଜା କରୁଥିଲେ। ତା ସହିତ ସେମାନେ ପୃଥିବୀକୁ ପୂଜା କରୁଥିଲେ ଓ ପୃଥିବୀକୁ ମାତୃଦେବୀ ବୋଲି ଭାବୁଥିଲେ। ଦେବଦେବୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ସେମାନେ ଯଜ୍ଞାନୁଷ୍ଠାନ ଆୟୋଜନ କରୁଥିଲେ ଏବଂ ସେଥିପାଇଁ ଅଗ୍ନିରେ ଘିଅ, ଦୁଧ ଆଦି ଦ୍ରବ୍ୟ ସମର୍ପଣ କରୁଥିଲେ। ତ ସେମାନେ କ'ଣ କରୁଥିଲେ? ଦେବତା ଓ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବହୁତ ଗୁଡ଼ିଏ ଯଜ୍ଞ କରୁଥିଲେ ଓ ସେମାନେ ସେଥିରେ ବିଭିନ୍ନ ପ୍ରକାର ଘିଅ, ଦୁଧ ଓ ବିଭିନ୍ନ ପ୍ରକାର ସାମଗ୍ରୀ ଅର୍ପଣ କରୁଥିଲେ। ପ୍ରଶ୍ନ ନମ୍ବର ମ। ଇନାମ ଗାଁରୁ ମିଳିଥିବା ମାଟିରେ ତିଆରି ମୂର୍ତ୍ତିମାନଙ୍କ ସମ୍ବନ୍ଧରେ ଲେଖ। ଯେଉଁ ଇନାମ ଗାଁରେ ମାଟିରେ ତିଆରି ମୂର୍ତ୍ତିମାନ ମିଳିଥିଲା ତାହା ସମ୍ବନ୍ଧରେ ଲେଖ। ଉତ୍ତର, ଇନାମ ଗାଁରୁ ମାଟିର ମୂର୍ତ୍ତି ସବୁ ଆବିଷ୍କାର କରାଯାଇଛି। ପୋଡ଼ା ଇଟାରେ ତିଆରି ପଶୁମାନଙ୍କର ଛୋଟ ଛୋଟ ମୂର୍ତ୍ତି ସବୁ ସେଠାରେ ମିଳିଛି। ତ ସେହିଠାରେ ପୋଡ଼ା ଇଟାରେ ତିଆରି ହୋଇଥିବା ପଶୁମାନଙ୍କର ଛୋଟ ଛୋଟ ମୂର୍ତ୍ତି ମାନେ ମିଳିଛି। ସେଗୁଡ଼ିକୁ ଖେଳନା ଅଥବା ଧର୍ମ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା ସେ ମୂର୍ତ୍ତି ଗୁଡ଼ିକୁ ହେଲା। ବୃଷଭ ଚିତ୍ର ଥିବା ମାଟି ପାତ୍ରର ସନ୍ଧାନ ମିଳିଛି। ତ ସେହି ସମୟରେ ବୃଷଭର ଚିତ୍ର ଥିବା ମାଟିର ପାତ୍ର ମିଳିଛି। ପ୍ରଶ୍ନ ନମ୍ବର ଚରେ ଦେଇଛି ଇନାମ ଗାଁରୁ କେଉଁ କେଉଁ ପ୍ରାଣୀମାନଙ୍କର ଅସ୍ଥି ମିଳିଛି। ତ ସେହି ସମୟରେ ସେହି ସ୍ଥାନରୁ ବିଭିନ୍ନ ପ୍ରକାର ଅସ୍ଥି ମିଳିଥିଲା। ତ ତାହା କେଉଁ ପ୍ରାଣୀମାନଙ୍କର ଥିଲା? ଉତ୍ତର, ଇନାମ ଗାଁରୁ ଗୋରୁ, ମଇଁଷି, ଛେଳି, ମେଣ୍ଢା, କୁକୁର, ଘୋଡ଼ା, ଗଧ, ଘୁଷୁରୀ, ହରିଣ, ଗୁଣ୍ଡୁଚି ମୂଷା ପ୍ରଭୃତି ପ୍ରାଣୀମାନଙ୍କର ଅସ୍ଥି ମିଳିଛି। କେଉଁ କେଉଁ ପ୍ରାଣୀମାନଙ୍କର ଅସ୍ଥି ମିଳିଛି? ଗୋରୁ, ମଇଁଷି, ଛେଳି, ମେଣ୍ଢା, କୁକୁର, ଘୋଡ଼ା, ଘୁଷୁରୀ, ହରିଣ, ଗୁଣ୍ଡୁଚି ମୂଷା ଏହି ପ୍ରାଣୀମାନଙ୍କର ଅସ୍ଥି ମିଳିଛି। ସେଠାରେ କୁମ୍ଭୀର, କଇଁଛ, କଙ୍କଡ଼ା ଓ ମାଛ ଆଦି ଅସ୍ଥିର ସନ୍ଧାନ ମିଳିଛି ଓ ଏହା ସହିତ ସେମାନଙ୍କର କଇଁଛ, କୁମ୍ଭୀର ଓ କଙ୍କଡ଼ାମାନଙ୍କର ଅସ୍ଥି ମଧ୍ୟ ମିଳିଛି। ଏତଦ୍ ବ୍ୟତୀତ ସେଠାରେ ଥିବା କେତେକ ସମାଧି ପୁରୁଷ ଲୋକମାନଙ୍କର ଅସ୍ଥି ମିଳିଛି। ତ ସେଠାରେ ସମାଧି ଦେଇଥିବା କେତେକ ପୁରୁଷମାନଙ୍କର ଅସ୍ଥି ମଧ୍ୟ ଦେଖିବାକୁ ମିଳେ। ପ୍ରଶ୍ନ ନମ୍ବର 6 ଲୌହଯୁକ୍ତ ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର। ଉତ୍ତର, ପ୍ରାୟ ଖ୍ରୀଷ୍ଟପୂର୍ବ 1800 ରୁ 1200 ମସିହା ମଧ୍ୟରେ ବେବିଲୋନ ଓ ତାହାର ନିକଟବର୍ତ୍ତୀ ସ୍ଥାନମାନଙ୍କରେ ହିଟାଇଟ୍ ନାମକ ଲୋକମାନେ ଲୁହାପଥରକୁ ତରଳାଇ ଲୁହା ବାହାର କରିବାର କୌଶଳ ଜାଣିପାରିଥିଲେ। ତ 1800 ରୁ 1200 ଖ୍ରୀଷ୍ଟାବ୍ଦ ମଧ୍ୟରେ କ'ଣ ହେଇଥିଲା? ବେବିଲୋନ ଓ ତାହାର ନିକଟରେ ଅଞ୍ଚଳରେ ରହୁଥିବା ଲୋକମାନେ ହିଟାଇଟ୍ ନାମକ ଏକ ଲୋକମାନେ କ'ଣ କରୁଥିଲେ? ଲୁହାପଥରକୁ ତରଳାଇ ତାହାର ବ୍ୟବହାର ସେମାନେ ଜାଣିଥିଲେ। କାଳକ୍ରମେ ଏହି କୌଶଳ ପାରସ୍ୟର ଲୋକମାନେ ଜାଣିଲେ। ତା ସହିତ କ'ଣ ହେଲା? ପାରସ୍ୟ ଲୋକମାନେ ମଧ୍ୟ ତାହାର ଲୁହାର ବ୍ୟବହାର ଜାଣିଲେ। ଯେଉଁ ଆର୍ଯ୍ୟ ଦଳ ପାରସ୍ୟରୁ ହିନ୍ଦୁକୁଶ ପାର ହୋଇ ଭାରତକୁ ପ୍ରବେଶ କରିଥିଲେ ସେମାନେ ବୋଧହୁଏ ଲୁହାର ବ୍ୟବହାର ଜାଣିଥିଲେ। ତ ଯେଉଁମାନେ ଆର୍ଯ୍ୟମାନେ ପାରସ୍ୟରୁ ହିନ୍ଦୁକୁଶ ପାର ହୋଇ ଭାରତକୁ ଆସିଥିଲେ ସେମାନେ କ'ଣ ଜାଣିଥିଲେ? ଲୁହାର ବ୍ୟବହାର ଜାଣିଥିଲେ।
ଖ୍ରୀଷ୍ଟପୂର୍ବ 1000 ମସିହା ବେଳକୁ ଭାରତର ଉତ୍ତର ପଶ୍ଚିମାଞ୍ଚଳ ବିଶେଷ କରି ଗାନ୍ଧାର ଅଞ୍ଚଳରେ ଲୁହା ବ୍ୟବହାର ହେଉଥିବାର ପ୍ରମାଣ ମିଳିଛି। ତ ଖ୍ରୀଷ୍ଟପୂର୍ବ 1000 ମସିହାରେ କ'ଣ ହେଉଥିଲା ନା ଉତ୍ତର ପଶ୍ଚିମାଞ୍ଚଳରେ ବିଶେଷ କରି ଗାନ୍ଧାର ଅଞ୍ଚଳରେ ଲୁହାର ବ୍ୟବହାର ହେଉଥିଲା ବୋଲି ପ୍ରମାଣ ମିଳିଛି। ପରବର୍ତ୍ତୀ ବୈଦିକ ଯୁଗରେ ଗଙ୍ଗା ନଦୀର ଅବବାହିକା ଅଞ୍ଚଳରେ ଲୁହାର ବ୍ୟବହାର ପ୍ରସାର ଲାଭ କରିଥିଲା। ସେହି ଅଞ୍ଚଳରେ ଜଙ୍ଗଲ ସଫା କରିବା ପାଇଁ ସମ୍ଭବତଃ ଲୁହାର କୁରାଢ଼ୀ ବ୍ୟବହାର ହେଉଥିଲା। ତ ଅନୁମାନ କରାଯାଏ ଯେ ସେହି ଅଞ୍ଚଳରେ କ'ଣ ଥିଲା ଜଙ୍ଗଲ ସଫା କରିବା ପାଇଁ ଲୁହାର ବ୍ୟବହାର କରାଯାଉଥିଲା। ପରବର୍ତ୍ତୀ ବୈଦିକ ବେଦରେ ଶ୍ୟାମ ଓ କୃଷ୍ଣ ଆୟସର ଉଲ୍ଲେଖ ରହିଛି। ଲୁହାର ଅସ୍ତ୍ରଶସ୍ତ୍ର ଦ୍ୱାରା ଆର୍ଯ୍ୟମାନେ କୃଷ୍ଣ କାବ୍ୟ ମୂଳ ଭାରତୀୟମାନଙ୍କୁ ସହଜରେ ପରାସ୍ତ କରିଥିଲେ। ତ ଲୁହାର ଅସ୍ତ୍ରଶସ୍ତ୍ର ଦ୍ୱାରା ସେମାନେ ଆର୍ଯ୍ୟମାନେ କ'ଣ କରୁଥିଲେ ଭାରତର ଲୋକମାନଙ୍କୁ ପରାସ୍ତ କରିପାରିଥିଲେ ଏବଂ କୁରାଢ଼ୀ ଦ୍ୱାରା ଜଙ୍ଗଲ ସଫା କରି ଅଧିକ ଜମି ଚାଷ କରି ଅଧିକ ଶସ୍ୟ ଉତ୍ପାଦନ କରିପାରିଥିଲେ। ପ୍ରଶ୍ନ ନମ୍ବର 3ରେ ଦେଇଛି କ ସ୍ତମ୍ଭରେ ଥିବା ଶବ୍ଦଗୁଡ଼ିକୁ ଖ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦ ସହ ଗାରଟାଣି ଯୋଡ଼। ତ ଏଠାରେ ମଧ୍ୟ କ ସ୍ତମ୍ଭ ଖ ସ୍ତମ୍ଭ ଦେଇଛି। କ ସ୍ତମ୍ଭରେ କିଛି ଶବ୍ଦ ଓ ଖ ସ୍ତମ୍ଭରେ କିଛି ଶବ୍ଦ ଦିଆଯାଇଛି ଓ ତାଙ୍କୁ ଯୋଡ଼ ବୋଲି କୁହାଯାଇଛି, ଗାରଟାଣି ଯୋଡ଼ିବାକୁ କୁହାଯାଇଛି। ତ କ ସ୍ତମ୍ଭରେ ବେଦ ସଭା ସମିତି ବ୍ରଜପତି ରାଜନ କୌଶଳ ବିମ୍ବିସାର ଓ ଖ ସ୍ତମ୍ଭରେ ପରିଷଦ ରାଷ୍ଟ୍ର ମୁଖ୍ୟ ମହାଜନପଦ ମଗଧ ଗ୍ରାମର ମୁଖ୍ୟ ଶ୍ରୁତି ଏହା ଦିଆଯାଇଛି। ତ ଆମକୁ ଏହାକୁ କ ସ୍ତମ୍ଭର ଶବ୍ଦ ସହିତ ଖ ସ୍ତମ୍ଭର ଶବ୍ଦ ସହିତ ଯୋଡ଼ିବାକୁ ହେବ। ତ ବେଦ କ'ଣ ହୋଇଯାଏ ବେଦକୁ ଶ୍ରୁତି ବୋଲି ମଧ୍ୟ କୁହାଯାଏ କାରଣ ତାହାକୁ ଶୁଣିକି ମନେ ରଖାଯାଏ। ସଭା ସମିତି କ'ଣ ସଭା ସମିତି ହେଇଯିବ ପରିଷଦ। ଏବେ ଅଛି ବ୍ରଜପତି କାହା କୁହାଯାଏ ଗ୍ରାମର ମୁଖ୍ୟକୁ ବ୍ରଜପତି ବୋଲି କୁହାଯାଏ। ରାଜନ କିଏ ରାଜନ ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ। ରାଜାର ଅର୍ଥ ରାଜା, ରାଜନ ଅର୍ଥ ରାଜା। ତ ରାଷ୍ଟ୍ରର ମୁଖ୍ୟକୁ ରାଜନ ବୋଲି ମଧ୍ୟ କୁହାଯାଏ। କୌଶଳର ଅର୍ଥ କ'ଣ ମହାଜନପଦ, କୁଶଳ ମହାଜନପଦ ହେଇଯିବ। ବିମ୍ବିସାର କ'ଣ ଥିଲେ ବିମ୍ବିସାର ହେଇଯିବ ମଗଧ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ କହିବେ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ନିଜର ସାଙ୍ଗମାନଙ୍କ ପାଖକୁ ସେୟାର କରିଦେବେ।